ଦିନେ ଗୋଟିଏ ଶୃଗାଳ ଭୋକରେ ଆଉଟୁ ପାଉଟୁ ହୋଇ ଜଙ୍ଗଲରେ ବୁଲୁଥିଲା। ଜଙ୍ଗଲରେ ବୁଲୁଥିବା ସମୟରେ ଶୃଗାଳ ଏପରି ଏକ ସ୍ଥାନକୁ ଆସିଲା ଯେଉଁଠାରେ ସେ ଏକ ବିଶାଳ ହାତୀକୁ ଦେଖିଲା। ହାତୀଟା ଦେଖିବାକୁ ବହୁତ ବଡ଼। ହାତୀକୁ ଦେଖିବା ମାତ୍ରେ ଶୃଗାଳର ପାଟିରୁ ଲାଳ ବୋହିଲା। ଆଉ ସେ ଭାବିଲା, ଯେହେତୁ ସେ ଏତେ ବଡ଼, ତାହେଲେ ତା ଦେହରେ କେତେ ମାଂସ ନଥିବ। ତାପରେ ଶୃଗାଳ ହାତୀକୁ ଖାଇବା ବିଷୟରେ ଚିନ୍ତା କରିବା ଆରମ୍ଭ କଲା। ଏହା ଭାବି ଭାବି ଶୃଗାଳ ହାତୀ ପାଖକୁ ପହଞ୍ଚିଲା। ଶୃଗାଳ ହାତୀ ପାଖକୁ ଯାଇ କହିଲା, ହାତୀ ଭାଇ, ଏହି ଜଙ୍ଗଲରେ ଅନେକ ପ୍ରାଣୀ ବାସ କରନ୍ତି, କିନ୍ତୁ କୌଣସି ପ୍ରାଣୀ ତମଠାରୁ ବଡ଼ ଏବଂ ବୁଦ୍ଧିମାନ ନୁହନ୍ତି। ତମେ ଜଙ୍ଗଲର ରାଜା ହେବାକୁ ଚାହୁଁଛ କି? ଯଦି ଏମିତି କିଏ ନିଜର ପ୍ରଶଂସା କରେ, ସେଇଠି ଆଉ ହାତୀ କିଛି ବିଚାର ନ କରି ଶୃଗାଳ କଥାରେ ବହୁତ ଖୁସି ହେଇଗଲା ଆଉ ହଁ ମଧ୍ୟ କହିଲା। ଯେତେବେଳେ ହାତୀ ହଁ କହିଲା, ଶୃଗାଳ କହିଲା, ମୋ ସହିତ ଚାଲ। ହାତୀଟି ଅତ୍ୟଧିକ ଆନନ୍ଦ ହୋଇ ଶୃଗାଳ ସହିତ ଚାଲିଲା। ତାପରେ ଶୃଗାଳ ହାତୀକୁ ଏକ ପୋଖରୀ ନିକଟକୁ ନେଇଗଲା। ପରେ ଶୃଗାଳ କହିଲା, ତମେ ପ୍ରଥମେ ଗାଧାଅ। ହାତୀ ଶୃଗାଳର କଥା ଶୁଣି ପୋଖରୀ ଭିତରକୁ ପଶିଗଲା। କିନ୍ତୁ ପୋଖରୀରେ ତ ବହୁତ ପଙ୍କ ଥିଲା। ହାତୀର ରାଜା ହେବା ଆନନ୍ଦରେ ପୋଖରୀ ଭିତରେ ପଶିବା ମାତ୍ରକେ ହାତୀ ବୁଡ଼ିବାକୁ ଲାଗିଲା। ତାପରେ ହାତୀ କହିଲା, ତମେ ମୋତେ ଏ କେଉଁ ପୋଖରୀକୁ ନେଇ ଆସିଛ? ମୁଁ ଏଥିରେ ବୁଡ଼ି ଯାଉଛି। ଏହା ଶୁଣି ଶୃଗାଳ ଜୋରରେ ହସିବାକୁ ଲାଗିଲା ଆଉ କହିଲା, ମୁଁ ତୁମକୁ ମୋର ଶିକାର କରିବାକୁ ଚାହୁଁଥିଲି। ସେଥିପାଇଁ ମୁଁ ତୁମକୁ ରାଜା ହେବାର ଲୋଭ ଦେଖାଇ ଏହି ପୋଖରୀକୁ ନେଇ ଆସିଲି। ଏହା ଶୁଣି ହାତୀ ହତାଶ ହୋଇ କାନ୍ଦିବାକୁ ଲାଗିଲା ଆଉ ପୋଖରୀ ଭିତରୁ ବାହାରିବାକୁ ବହୁତ ଚେଷ୍ଟା କଲା, ହେଲେ ବାହାରି ପାରିଲା ନାହିଁ। ଧୀରେ ଧୀରେ ହାତୀଟି ପଙ୍କ ହେତୁ ପୋଖରୀ ପାଣିରେ ବୁଡ଼ିବାକୁ ଲାଗିଲା। ଏଥର ତ ହାତୀ ବୁଡ଼ି ଯାଉଛି ଆଉ ଶୃଗାଳର ଚାଲ ଚାଲିଛି। ତାପରେ ହାତୀକୁ ବୁଡ଼ି ଯାଉଥିବାର ଦେଖି ଶୃଗାଳଟି ହାତୀକୁ ଖାଇବାକୁ ପୋଖରୀ ଭିତରକୁ ଗଲା। ଏହାପରେ ହାତୀ ସହିତ ଶୃଗାଳ ମଧ୍ୟ ପଙ୍କରେ ଫସିଯାଇ ମୃତ୍ୟୁବରଣ କଲା। ହାତୀ ତ ମଲା, ହେଲେ ଶୃଗାଳର ସେଇ ଖାଇବା ଲୋଭ ସେ ପଙ୍କରେ ମିଶିଗଲା ଆଉ ସେ ନିଜେ ମଧ୍ୟ ମରିଲା। ତାହେଲେ ସାଙ୍ଗମାନେ, ଆଜି ଆମେ ଏହି ଗପରୁ କ'ଣ ଶିଖିଲେ? ଯିଏ ଅନ୍ୟ ପାଇଁ ଗାତ ଖୋଳେ, ସେ ନିଜେ ମଧ୍ୟ ସେଇ ଗାତରେ ପଡ଼ିଯାଏ। ତ କେବେ ହେଲେ ଅନ୍ୟ ପାଇଁ କେବେ ଗାତ ଖୋଳିବନି, ନହେଲେ ଦିନ ଆସିଲେ ତମେ ମଧ୍ୟ ସେଇ ଗାତ ଭିତରେ ପଡ଼ିବ। ତ ସାଙ୍ଗମାନେ, ଇଏ ଥିଲା ଆଜିର ଭିଡ଼ିଓ। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ଧନ୍ୟବାଦ।